कौन नौजु कौन करी दुखर कथा बाबा अरे भावना मु जानू हरा होईची दुर्बल बस हेले सोनादास हाँ हाँ भाषा गोलमाल हेले हेबी मु प्रबल माल हेले हेबी मु प्रबल माल हेले हेबी मु प्रबल काली मंच उपरे कौन गाइल मद्यपी जिन्हे मदपी सत्य असत्य न जानो तमे पद भी ठीक भागवत रु शिखिन नहीं 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 आ नृसिंह होता कौन मद्यपी नहीं 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 किस कहब कौ दिन 100 टंका देच बिल्कुल तमे कहवा को किएस अच्छा आउ मने कर जदि मु मद्यपी अच्छा पालाटा मु संगे लगौन हाँ हाँ जदि मद पीली ताहले लड़िया कथा ना हो खाली एतिकी पदटी सुख लगिला अच्छा काली कहिला पदुटी हाँ 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 जदि सारा ओडिशा रे मु बुली थाए बात मते बुलेइची नृसिंह होता आज्ञा गोईठा मारिक मुंडियाटे माइले किछि लाभ नहीं आउ कौन नेबी जीवन रे हाँ 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 पदे तो मंच उपरे श्रोतांक आगे कही पारला अच्छा मु जदि सारा ओडिशा रे बुली थाए मते बुलेइची नृसिंह होता बास सेइथिबे माफ कर दूछ हाँ हाँ निश्चित अरे कथार अच्छी दंडिबा शक्ति दार थाई से पुणी क्षमा चरई नले होता जो दिन दुर्बार हो मंच उपरे हाँ हाँ से दिन ओडिशार को अंड्री पुओ को मु देखिनी हाँ 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 सत कथा जहाँ भी हो हाँ हाँ बाबाजी जन को डाकिले झीटा को कहले माँ टिके आ झीटा आसला बाप आखिरे आखिए लुह कौन कर कहला मालो हाँ बाबा तू किए बाबा मो दुख कौन कहबी तुम आगरे तो परिचय कौन किरे माँ बाबा तू ये पानी भीतर को छोटिया कोलिया छुआटा को नहीं मरिबा कहीं जाउथुल आत्मा को बाधिला तेणु करी दिबा पई बाध्य होछि बाबा नारी जनक उत्तर देला कहला बाबा मो परिचय सुनिबे अच्छा कहला कुंभकर्णर भारी जा कौसुंभी मो नाम रण करी राम बाणे होइले निधन ये सन्तान मोर ये कोई नंदन ये जानिले राम संगे करिब से रहन रामर संगे लड़िले मृत्युता होइब स्वामी गले पुत्र जीव के माँ सहिब एणु करी जाउअछि आत्मसमर्पण सरजू नदी रे आज हारी देवी प्राण
ବାବାଜୀ ଉତ୍ତର ଦେଲେ ନାଇଁ ରେ ମା, ଆଉ କ'ଣ କରିବି? ଏ ପୁଅଟାକୁ ମୁଁ ଗୋଟିଏ ଆହା ମହାପୁରୁଷ କରି ତିଆରି କରିବି। ବାବା ବାପା ଯଦି ଆଜ୍ଞା ଗୁଣ୍ଡା ହେଇଥିବ ପୁଅ କ'ଣ ଗୁଣ୍ଡା ହବ? ସେମିତି ଗ୍ୟାରେଣ୍ଟି ଅଛି? ଆଚ୍ଛା ହିରଣ୍ୟ କଶ୍ୟପ ଥିଲା ଅସୁର, ବାସ୍ ତା ପୁଅ ପ୍ରହ୍ଲାଦ ପୁଣି ତ ବିଷ୍ଣୁଙ୍କର ବଡ଼ ଭକ୍ତ ହେଲା। ଆଉ କ'ଣ? ଆଉ ତୋ ପୁଅଟା ଅସୁର ପୁଅ ବୋଲି କେମିତି ଅସୁର ହବ ବୋଲି ତୁ କହୁଛୁ? ଆଚ୍ଛା 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 ନା, ନା ନା ସେ ପୁଅଟାକୁ ମୋ ହାତକୁ ଟେକିଦେ। ବାବା ତମ ହାତରେ ଟେକିଦେବି। କୌସୁମ୍ଭୀ ଉତ୍ତର ଦେଲା, କହିଲା ବାବା ଆଚ୍ଛା ପୁଅଟାକୁ ଦେଇକି ଯାଉଛି। ହଁ ହଁ ସ୍ୱାମୀ ମରିଛନ୍ତି ମାନେ ମୁଁ ତ ଆତ୍ମହତ୍ୟା ନିଶ୍ଚିତ କରିବି, ବାସ୍ କିନ୍ତୁ ଏଇଟା ଗୋଟେ ଅସୁରର ପୁଅ। ହଁ ହଁ ଯଦି ଭବିଷ୍ୟତରେ ଅସୁର ପ୍ରକୃତି ବାହାର କରେ ଆହା ତାକୁ ଅଭିଶାପ ଦେବନି କି ମାରିଦେବନି, ନାଇଁ 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 କାରଣ ମାରିବାକୁ ମୁଁ ଯାଉଛି ତାକୁ ନେଇକି। ବାସ୍ ତମେ ତାକୁ ବଞ୍ଚେଇବାକୁ ଚେଷ୍ଟା କଲ। ବାସ୍ ଯଦି ଏ ପୁଅଟା ଅସୁର ପ୍ରକୃତି ବାହାରି କରେ ଆଚ୍ଛା ତାକୁ ତମେ କ୍ଷମା କରିଦବ ବାବା। ହଁ 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 ଟିକିଦେଲା କୌସୁମ୍ଭୀ, ବାସ୍ ପୁଅଟିକି କହିଲେ ତା ନାଁ କ'ଣ ଦେବି? ହଁ ବାବା ତମ ଇଚ୍ଛା, ତମେ ଯାହା ଦେଇପାରିବ। ତା ନାଁଟା କ'ଣ ଦିଆଯିବ? କ'ଣ କଲା? ସଦ୍ୟଜାତ ଛୁଆଟାକୁ ନେଇକି ମାରିବାକୁ ଯାଉଛୁ ନା, ଆଚ୍ଛା 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 ତା ନାଁଟା କ'ଣ ଦିଆଯିବ? କ'ଣ ଦିଆଗଲା? କହିଲା କୁମ୍ଭକର୍ଣ୍ଣ ନାମେ ପିତା କୌଶମ୍ଭୀ ଯେ ମାତା, ଆଜିଠାରୁ କୁମ୍ଭୋଦର ନାମରେ ଗଣିତା। ଆଜିଠାରୁ କୁମ୍ଭ ନାମ ନାମରେ ଗଣିତା, ଆଜିଠାରୁ କୁମ୍ଭ ନାମ ନାମରେ ଗଣିତା। ଆଜିଠାରୁ ଏ ପୁଅଟିର ନାଁ ଦିଆଯାଉ। ହଁ ବାପା ନାଁ ହେଲା କୁମ୍ଭକର୍ଣ୍ଣ, ଆଚ୍ଛା ମା ନାଁ ହେଲା କୌଶୁମ୍ଭୀ। କୌସ୍ତୁମ୍ଭୀ ଏ ପୁଅଟିର ନାଁ ଦିଆଯାଉ ଆଜିଠାରୁ କୁମ୍ଭୋଦର। କୁମ୍ଭଧର ବୋଲି ନାମଟି ଦିଆଗଲା। ବାବା ଦେଲେ। ବାବାଜୀ ପିଲାଟାକୁ ନେଇକି ଆସିଲେ ସାଙ୍ଗରେ। ବାସ୍ ଦିନକୁ ଦିନ ପିଲାଟା ବଢିଲା। ଆହା କଲା ଅତି ସୁଧ ମନେ ସୁଜନେ ହା 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 ଶୁଣ କୌତୁକ ରସ। କୌତୁକ ରସ ହେ ସୁଜନେ ଶୁଣ କୌତୁକ ରସ। ଅଲିଅଳି ପୁଅ ବଢ଼ଇ ଦିବସକୁ ଦିବସ ଅଲିଅଳି ପୁଅ ବଢ଼ଇ ଦିବସକୁ ଦିବସ। ଏକବିଂଶ ପୂର୍ଣ୍ଣ ହୋଇଲା ହଁ କଲେ ନାମକରଣ। ନାମକରଣରେ ମାନସ କଲେ ନାମକରଣ। ଅତୁଲ୍ୟ ଅଙ୍ଗରେ ଖଞ୍ଜିଲେ ନାନା ଭୂଷଣ ମାନ। ଭୂଷଣ ମାନରେ ମାନସ ନାନା ଭୂଷଣ ମାନ। ନାଲ ଅଢ଼ାଇ ମାସ ସମ୍ପୂର୍ଣ୍ଣରେ ପାଦ କର ସିଞ୍ଚାରି। ପରସି ଚାରିରେ ମାନସ ପାଦ କର ସିଞ୍ଚାରି। ଅଂଶୁକ ନର ଖଇ ଦେହେ ଉଡ଼ିଲେ ଉଠି ପଡ଼ି। ଲେଉଟି ପଡ଼ିଲେ ମାନସ ପୁଣି ଲେଉଟି ପଡ଼ି। ମା ମାନେ
ମାନେ ଗାଧେଇବାକୁ ଯାଇଥିବ ଆଜ୍ଞା ଆଜ୍ଞା ପିଲାଟା 2.5 ମାସର ହେଇଥିବ ପେଟରେ ଗୋଟେ ହଳଦିଆ କନା ପକେଇକି ଯାଇଥିବ ନିଶ୍ଚିତ କାଳେ ମୋ ପୁଅ ଚମକିବ ନାହିଁ ମୁଣ୍ଡାରେ ହଳଦିଆ କନାଟିଏ ପକେଇକି ଯାଇଥିବ ଆଜ୍ଞା ଆଇଲା ବେଳକୁ ତମେ ଗାଧେଇକି ହଁ ହଁ ସେ ପିଲା ଲେଉଟ ପାଉଟ ହେଇକି କପଡ଼ା ଗୋଟେ ଜାଗାରେ ସେ ଗୋଟେ ଜାଗାରେ ପଡୁଥିବ ବାସ୍ କଲା ଅମ୍ବା ଅମ୍ବା ରାବ କରନ୍ତେ ଉଚ୍ଚ ସ୍ୱରେ ରୋଦନ ସ୍ୱରେର ରେ ମାନସ ଉଚ୍ଚ ସ୍ୱରେର ଓଣିଆଇ ମା ବୋଲନ୍ତି ଆରେ ମୋ ପ୍ରାଣ ଧନ ମୋ ବାପ ଧନରେ ମାନସ ଆହା ମୋ ପ୍ରାଣ ଧନ 2.5 ମାସ ହେଲା ବେଳେ ଗଡ଼ିବି ଛୁଆମାନେ ଏପଟ ସେପଟ ଏପଟ ସେପଟ ଏପଟ ସେପଟ ହେବେ ଆଜ୍ଞା ଆଜ୍ଞା ଠିକ ନାହିଁ ରେ ପୁଅ କାନ୍ଦିଲା ବେଳେ ଅନ୍ୟମାନେ ଧରି ପକଉଥିବେ ଆଲୋ ମୋ ବାପାଟା ଲୋ ମୋ ଧନଟା ଲୋ ମୋ ଜୀବନଟା ଲୋ ହଁ ହଁ ମୋ ଆଣ୍ଠୁଟା ଲ ମୋ ଗଣ୍ଠିଟା ଲ ମୋ ପୁଟିଆଟା ଲ ଓଲା ଉଦ୍ଧବର ସପର ବେଶ ଆସି ଯହୁଁ ହୋଇଲା